नमस्कार मु तनुश्री कृषि जागरण ओडिया पेज लाइव सेशन को स्वागत करुछि। प्रथमे मु मो लाइव सेशन रे उपस्थित थिबा समस्त चाषी को कहिबी जे आज आम सह जो व्यक्तित्व अछंती से प्रथमे जने सफल चाषी वर्मी कंपोस्ट जैविक चाष किबा जिया खत आज तांको परिचय देछि जे कि आज जने प्रोफेसर प्रैक्टिस रहिछंती ओयूएटी रे। तो सर आपन को स्वागत करिबी ओडिया पेज लाइव सेशन रे। सर बहुत बहुत धन्यवाद आपण आपनको व्यस्त टाइम रू कृषि जागरण ओडिया पेज लाइव सेशन रे शामिल हेले से पे आपनको बहुत बहुत धन्यवाद। सर प्रथम प्रश्न मु पचारिबा को चाहिबी आपनको सर चाष रे केबेठू केते वर्ष हेलाणी शामिल अछंती? ଓ ଚାଷରେ ଯେ କି ଆଜକୁ 40 ବର୍ଷ ହବ ମୁଁ ଚାଷରେ ସାମିଲ ଅଛି। ए पर्यंत सर कोन कोन चाष करूछंती? 40 ବର୍ଷ ପୂର୍ବରୁ ଦେଇକି ଜେଜେବାପାଙ୍କ ସାଙ୍ଗରେ ବା ବାପାଙ୍କ ସାଙ୍ଗରେ ଯେ ଚାଷ କାମ ଆରମ୍ଭ କରିଥିଲି। ସେତେବେଳେ ମଧ୍ୟ ସେ ଜେଜେବାପାଙ୍କର ଏବଂ ଆମ ଗାଁ ପାଖରେ ଜଣଙ୍କର ବିଲ ବି ମିଛି ଭାଗ ଚାଷ ନେଇକି କରୁଥିଲୁ। ଏ କ୍ଷେତ୍ରରେ ଜୈବିକ ଚାଷ ପ୍ରତି ବହୁତ ଆଗ୍ରହ ଥିଲା ବାପାଙ୍କର ବା ଜେଜେ ବାପାଙ୍କର। ସେଇଟା ଯାହା ହଉ ବାପାଙ୍କର ଇଚ୍ଛା ପୂରଣ ଏବେ ମୁଁ ଆସ୍ତେ ଆସ୍ତେ କରୁଛି, ପୁରା ବି କରିନି, ଆସ୍ତେ ଆସ୍ତେ ପୂରଣ କରୁଛି। ସେତେବେଳେ ଯେ ଫାଷ୍ଟ ଟାଇମ ଯେତେବେଳେ ଚାଷ କଲୁ ସେତେବେଳେ ବି ସାର ବିଷ ବହୁତ କମ ଥିଲା। ହାଇଲିଡିଙ୍ଗ ଚାଷ ଯେତେବେଳେ ହଉଥିଲା ସବୁ ଜଟିଆ ବୋଇତା ଏମିତି ସବୁ ହାଇବ୍ରିଡ ଧାନ ଏତେବେଳେ ନଥିଲା, ଦେଶୀ ଧାନ କରାଯାଉଥିଲା। ଯେ କି ବୋଇତା କଖାରୁଆ ଏସବୁ ଧାନ କରାଯାଉଥିଲା। ତାପରେ ଯେତେବେଳେ ହାଇବ୍ରିଡ ଧାନ ଆସିଲା ଯେ ସାର ବିଷ ଅଧିକା ପରିମାଣରେ ପଡିଲା, ସେତେବେଳେ ଗୋଟେ ଚିନ୍ତା ଆସିଲା ଯେ ଆମର ଯୋଉ ରାସାୟନିକ ସାର ପକେଇବା ଦ୍ଵାରା ଯାଇକି ଆମର ଅଧିକ ଅମଳ ପାଇବା ସତ, କିନ୍ତୁ ମାଟିର ଅବସ୍ଥା କଣ ହବ? ସେତେବେଳେ ବି ଆମର ସାଇଣ୍ଟିଷ୍ଟ ମାନେ ବା ବୈଜ୍ଞାନିକ ମାନେ ସେମାନେ କହିଥିଲେ ନାଇଁ ନା ଆମର ସେଟା ଲିମିଟ ହିସାବରେ ପଡିଲେ କିଛି ହବନି। ଏ ବାପା କହନ୍ତି ରାତି ରାତି ଲୁଚେଇକି ଭିଓଡବଲ ମାନେ ଆଣିକି, ଗ୍ରାମ ସେବକ ସେତେବେଳେ ଥିଲେ, ଗ୍ରାମ ସେବକ ମାନେ ଆଣିକି ସବୁ ବିଲର ସାର ପକଉଥିଲେ। ପକେଇଲେ ଧାନ ଭଲ ହେଲା, ଚାଷୀ ମାନେ କଲେ, କିନ୍ତୁ ତାର ମାଟିର ଅବସ୍ଥା କଣ ହବ ସେତେବେଳେ ତ ଚିନ୍ତା କରିପାରିନଥିଲେ। ଯାହା ହେଲେ ବି ଖାଦ୍ୟ ଯଦି ଦି ଗୁଣ ନହବ ତାହେଲେ ଅନାହାର ମୃତ୍ୟୁ ପୁଣି ହବ। ଯାହା ହଉ ସେତେବେଳେ ସେ ଚାଷ କାମ ଆରମ୍ଭ ହେଇଥିଲା। ମାନେ ବହୁତ ଚେଷ୍ଟା କରି କରି 1999 ମସିହା ଠାରୁ ସେତେବେଳେ ଚେଷ୍ଟା କଲେ ଯେ ଯାହା ହଉ ଯେ ଚାଷ କାର୍ଯ୍ୟ କେମିତି ଜୈବିକ ଉପରେ କରିବା। ଆମର ପାଖରେ ଅଛି ରିସର୍ଚ୍ଚ ସେଣ୍ଟର ଅଛି ରାଣୀତାଲରେ, ଯେ ତାଙ୍କ ଠାରୁ କିଛି ଶିକ୍ଷା ଅର୍ଜନ କଲି। ଶିକ୍ଷା ଅର୍ଜନ କଲା ପରେ ନିଜେ ଯେ ପ୍ରାକ୍ଟିସ ଆରମ୍ଭ କଲି ଯେ କେମିତି ଯୋଉ ସାର୍ ମାନେ ଯାହା କହନ୍ତି ମୁଁ ତା ଚାହିଁ ଟିକେ ଅଧିକ ଟିକେ ମାନେ ଆରମ୍ଭ କରେ କାମ। ଯେତେବେଳେ ଯାଇକି ଜୈବିକ ଉପରେ ଯେତେବେଳେ ଦେଖିଲି ହଁ ଠିକ ଭାବରେ ହେଇପାରୁଛି, ଯେ ଜୈବିକ ଉପରେ ଆଧାରିତ ହେଲି ଆଉ ଚାଷ କାର୍ଯ୍ୟ କରିବା ପାଇଁ। ଆଜ୍ଞା सर जैविक चाष प्रणाली रे आपण ए पर्यंत कोन कोन चाष करूछंती? ଏ ଜୈବିକ ଚାଷର ଭେଜିଟେବଲ ପନିପରିବା ଚାଷ କରାଯାଉଛି ଏବଂ ଆଜ୍ଞା ବିଲର ଆମର ଧାନ ଚାଷ ପରେ ସୋରିଷ, ବିରି, ମୁଗ ବା ମକା, ସୂର୍ଯ୍ୟମୁଖୀ ଏଇସବୁ ବିଭିନ୍ନ ପ୍ରକାର ଚାଷ କରାଯାଇ ପାରୁଛି। ଆଉ ଯଦି ଜୈବିକ ଉପାୟରେ ସବୁ କିଛି ମାନେ ବାଇଗଣ ଠାରୁ ଆରମ୍ଭ କରିକି କଦଳୀ ଗଛ ପର୍ଯ୍ୟନ୍ତ ଜୈବିକ ଚାଷର ଯାଇକି ସଫଳ ମିଳିପାରୁଛି ଏବଂ ସ୍ଵାଦିଷ୍ଟି ଯୋଉ ଭଳିଆ ଆମର ପୁରୁଣା ଚାଷର ଯୋଉ ଟେଷ୍ଟିଂ ଆସେ ସେ ଟେଷ୍ଟିଂ ଆସୁଛି। ସବୁ ପ୍ରକାର ଜୈବିକ ଚାଷ ର ସଫଳତା ପାଇପାରୁଛି। ଆଜ୍ଞା ସାର୍, ଯେମିତି କି ସାର୍ ଜିଆ ଖତ ଆପଣଙ୍କର ଉତ୍ପାଦିତ ପ୍ରଥମ ଜିନିଷ ଯାହା ଆପଣଙ୍କୁ କହିବାକୁ ଗଲେ ଜିଆ ଖତ ଦ୍ଵାରା ଆଜି ଆପଣ ପରିଚୟ ପାଇଛନ୍ତି। ତ ସାର୍ ଜିଆ ଖତ କେମିତି କଣ ଆଜ୍ଞା। ବନଉଛନ୍ତି, କେଉଁ କେଉଁ ଜିଲ୍ଲାକୁ ଦଉଛନ୍ତି, ଅନ୍ୟ ରାଜ୍ୟରେ ସେମିତି କିଛି ରହିଛି କି ଯୋଗାଯୋଗ ଯୋଉଠି କି ଆପଣଙ୍କ ଜିଆ ଖତ ଯାଉଛି ଅଲଗା ଚାଷୀ ମାନଙ୍କ ବ୍ୟବହାର ପାଇଁ? ଜିଆ ଖତ ଆଜି ବି ଗୋଟେ ଫୋନ ଆସିଲା ଜଳେଶ୍ଵରରୁ, ସେ କାନନ ଗୋ ଭାଇ, ସେ ଆମର ଜଣେ ଚାଷୀ, ସଫଳ ଚାଷୀ, ଯିଏ କି ତାଙ୍କର ଯୋଉ ପନିପରିବା ଚାଷ ଲଗେଇବେ ସିଏ ତାଙ୍କର କଣ ଯେ ଗୋଶାଳା ଖତ, ଗୋଶାଳାରୁ ସେ 4 ଟ୍ରିପ ଖତ ଆଣିଥିଲେ। ତାଙ୍କୁ ଯାହା ହଉ ସେ ହର୍ଟିକଲଚର ସାର୍ ଜଣେ କହିଲେ ନାଇଁ ନାଇଁ ଆପଣ ଯଦି ଭର୍ମି କମ୍ପୋଷ୍ଟ ଦେବେ ତାହେଲେ ଏଇ ଯୋଉ କଞ୍ଚା ଗୋବର ଲଗେଇଲେ ଗଛର କଣ ହବ ନା ନା ତାର ବୋରନ ଟା ଶକ୍ତି ଅଧିକା ମାନେ ଅଭାବରୁ ଯେମିତି ଗଛ ହଳଦିଆ ହୁଏ ସେଇଭଳି ଆପେ ଆପେ ହଳଦିଆ ହବ। ସେଥିପାଇଁ ଆପଣ ଗୋଟେ କାମ କରନ୍ତୁ ଭର୍ମି କମ୍ପୋଷ୍ଟ ଦିଅନ୍ତୁ। ଯାହା ହଉ ସେ ମୋ ନମ୍ବର ତାଙ୍କ ପାଖରେ ଥିଲା। ସିଏ ଆଜି ଫୋନ କରିକି 40 କୁଇଣ୍ଟାଲ ଯେ ଜିଆ ଖତ ମାଗେଇଛନ୍ତି। ଯାହା ହଉ କାମ ଚାଲିଛି, ପେକିଂ ଚାଲିଛି, ବିକ୍ରି ହବ। ଏବଂ ଆମ ରାଜ୍ୟରେ 19ଟି ଜିଲ୍ଲାରେ ଯାଇକି ପ୍ରାୟ 1000ରୁ ଅଧିକ ଚାଷୀ ସେମାନେ ବି ଜିଆ ଖତ ପ୍ରସ୍ତୁତ କରୁଛନ୍ତି। ମୁଁ 1999 ମସିହା ଠାରୁ ଯୋଉ ବାତ୍ୟା ପରେ ପରେ ଯୋଉ ଜିଆ ଖତ ମୁଁ ଆରମ୍ଭ କଲି ବିଭିନ୍ନ ପତ୍ର ସଡା ବା ପଙ୍କ ବା ବିଭିନ୍ନ ପ୍ରକାର ଯେ ଜିଆ ଖତର ଖାଦ୍ୟ ଦେଇ ଯେତେବେଳେ ଆରମ୍ଭ କଲି, ସେତେବେଳେ ଲୋକମାନେ କହିଲେ ଇଏ ପାଗଳ ହେଲାଣି, କୋଉଠୁ ଜିଆ ଫିଆ ଆଣି ସବୁ ପାଳୁଛି। ଆଉ ଯାହା ହଉ ଲୋକଙ୍କର ତ ନିନ୍ଦା ସହ୍ୟ କରିବାକୁ ପଡିଲା, ଯେ ସେଥିରେ ମୋର ବର୍ତ୍ତମାନ ସୁଫଳ ମିଳିଛି।
ଜିଆ ଖତର ଗୋଟିଏ କଥା ହଉଛି ତାର ଯେ ମାଟିର ଉର୍ବରା ରଖିବ। ଦ୍ୱିତୀୟର ଯୋଉ ଆମର ଘାସ ଏବେ ପ୍ରବଳ ମାତ୍ରା ଯୋଉ ଘାସ ହଉଛି ଆମେ ତାକୁ ହର୍ବିସାଇଡ୍ ପକେଇ ଘାସ ମାରୁଛନ୍ତି, ଯେ ସେଇଟା ପ୍ରଥମେ ଭୁଲ କରୁଛନ୍ତି। ଯୋଉ ଘାସ ମରା ପକେଇକି ମାରିଲା ପରେ ଗଛର ଯୋଉ ଗ୍ରୋଥ କମୁଛି ଧାନ ଚାଷର ପକଉଛନ୍ତି, ତାର 15 ଦିନ ଧାନ ତାର ପୁରା ଷ୍ଟାଚ୍ୟୁ ହେଇଯାଉଛି, ମାନେ ତାର ଆଉ ଡେଭଲପ ନାହିଁ, କିଲୋ ନାହିଁ, କିଛି ନାହିଁ, ପୁରା କରି ଧାନ ଇଏ ହେଇଯାଉଛି। ସେଥିପାଇଁ ଏଇ ଯୋଉ ଜିଆ ଖତ ଦେଲା ଦ୍ଵାରା ବିଲର ଘାସ ହବନି, ଦ୍ୱିତୀୟର ମାଟି ଉର୍ବରା ରହିବ, ତୃତୀୟର ଜଳବାୟୁ ପ୍ରଦୂଷଣ ବର୍ତ୍ତମାନ ଯାହା ହଉଛି ବନ୍ୟା ବାତ୍ୟା ଝଡ ଆଗରୁ କଣ ନ ହଉଥିଲା, ଏବେ ବି ହଉଛି ଆଗରୁ ବି ଥିଲା। କିନ୍ତୁ ବର୍ତ୍ତମାନ ମାଟିର ଅବସ୍ଥା ଏମିତି ହେଲାଣି, ମାନେ ମାଟି ପଥର ହେଇଗଲାଣି, ଯେତେବେଳେ ଟିକେ ପାଣି ପଡିଲେ ସେ ନିଗିଡିକି ଆସିକି ସମୁଦ୍ରରେ ପଡୁଛି, ବନ୍ୟା ବାତ୍ୟା ଆରମ୍ଭ ହଉଛି। କିନ୍ତୁ ଆମେ ଯଦି ଚାଷୀ ମାନଙ୍କୁ ମୁଁ ସବୁବେଳେ ତାଲିମ ଦିଏ ଯେ ଯଦି ଖତ ଗଦାରେ ଆମେ ନୋଟାଏ ପାଣି ଢାଳିଦବା, 1 ଲିଟର ପାଣି ଢାଳିଦବା, ଖତ ଗଦାର ପାଣିଟା ସାଙ୍ଗେ ସାଙ୍ଗେ ତଳକୁ ଚାଲିଯିବ। ଯଦି ପଥର ଉପରେ ଆମେ 100 ଗ୍ରାମ ପାଣି ଢାଳନ୍ତି, ସେ ପାଣିଟା ନିଗିଡି ଯାଇକି ଆମର ଯେକୌଣସି ଖାଲ ବା ଆମର ନଦୀ ନାଳ ବା ପୋଖର ମାନେ ପଡିକି ସେଟା ପାଣି ଆମର ଅଧିକ ମାତ୍ରାରେ ହଉଛି। ସେଥିପାଇଁ ଆମେ ବହୁତ ଶୀଘ୍ର ମାନେ ଟିକେ ବର୍ଷା ଆଗ ବନ୍ୟା ବାତ୍ୟାରେ ଆମର ଇଏ ହଉଛି। ତାପରେ ଜଳବାୟୁ ପ୍ରଦୂଷଣ ହଉଛି ଯେ ଅତ୍ୟଧିକ ସାର ବିଷ ପ୍ରୟୋଗ କଲା ଦ୍ଵାରା ଯାଇକି ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଜଳବାୟୁ ପ୍ରଦୂଷଣ ହଉଛି ବୋଲିକି ମୁଁ ସେଟାକୁ ନିଜେ ଅଙ୍ଗେ ଲିଭଉଛି। ଆଜ୍ଞା ସାର୍। ସାର୍ ଆପଣ ଏ ପର୍ଯ୍ୟନ୍ତ କେତେ ଚାଷୀଙ୍କୁ ଟ୍ରେନିଂ ଦେଲେଣି ଆଉ ଟ୍ରେନିଂ ମାଧ୍ୟମରେ କେତେ କେତେ ଚାଷୀ ରୋଜଗାର ପ୍ରାପ୍ତ ହୋଇପାରୁଛନ୍ତି ସାର୍, ମାନେ ଜୈବିକ ଚାଷରେ? ଯେ ଆମେ ମୁଁ ଏଇ ଯୋଉ ଆମର ପ୍ରଥମ ଆରମ୍ଭ କରିଥିଲି ଜଗତସିଂହପୁରରେ। ଜଗତସିଂହପୁରରେ ଗୋଟେ ଲାଲ ଏନଜିଓ ବୋଲି ଗୋଟେ ସଂସ୍ଥା ଅଛି, ସେମାନେ ବହୁତ ଡେଭଲପ ସେ ସଂସ୍ଥାଟି, ଯେ ବିଭିନ୍ନ ପ୍ରକାର ଧାନ ରିସର୍ଚ୍ଚ କରୁଛି ଆଉ ବିଭିନ୍ନ ପ୍ରକାର ନୂଆ ନୂଆ ଧାନ କାଢିବା ପାଇଁ ବି ଚେଷ୍ଟା କରୁଛି। ଏବେ ଗୋଟେ ନୂଆ ଧାନ ବି ସେମାନେ ଲାଲ କୁବେର ବୋଲି ଗୋଟେ କାଢିଛନ୍ତି। ଯେ ଏଇଭଳି ମାନେ ବିଭିନ୍ନ ଜାଗାର ବଡ ବଡ ସଂସ୍ଥାର ପ୍ରଥମେ ଆରମ୍ଭ କଲେ, ଚାଷୀ ମାନେ ତ ତାକୁ ଆଭଏଡ କଲେ, କଲେ ସେ ଜିଆ ଖତ କଣ ପକେଇବ, ବହୁତ ରେଟ୍ ପଡୁଛି, ତାକୁ କିଏ ତିଆରି କରିବ, ଜିଆର କାମ କଲେ ଆମର ମାନେ ସ୍କିନ୍ ଡିଜିଜ ହବ, କିନ୍ତୁ ସେଇଟା ଗୋଟେ ଠିକ ନୁହେଁ। ଯୋଉଟା ଆମେ ଆଜକୁ 1999 26 ବର୍ଷ ହେଲା ମୁଁ ତା ଦେହରେ ରିସର୍ଚ୍ଚ କରି ଚାଲିଛି, ଯେ କି ଯେକୌଣସି ମୋର ଲେବର ଠାରୁ ମୁଁ ନିଜେ ବି ତା ଦେହରେ କାମ କରେ, ସେ କୌଣସି ସ୍କିନ୍ ଡିଜିଜ ନ ହବାର ସମ୍ଭାବନା ନାହିଁ। ସେଥିପାଇଁ ଯେ ସବୁବେଳେ ମାନେ ଜିଆ ଖତଟାକୁ ଆମେ କାହିଁକି ବ୍ୟବହାର କଲେ କିଛି ଅସୁବିଧା ନାହିଁ। ଆଉ ଏଇ ଯୋଉ ଆମର ବର୍ତ୍ତମାନ ଯୋଉ ଜିଲ୍ଲା ମାନଙ୍କର 1100 1200 ଚାଷୀ ମୁଁ ଯୋଉଟା ଲିଷ୍ଟ ରଖିଛି, ତାପରେ ମୁଁ ତାକୁ ତ ଲିଷ୍ଟ ରଖିନି, ବିଭିନ୍ନ ଏସଏଚଜି ମହିଳା ବା ଏପିଓ ମହିଳା ମାନଙ୍କୁ ଟ୍ରେନିଂ ଦେଇଛି ଏବଂ ଫାର୍ମର୍ସ କ୍ଲବ ଯୋଉ ନାବାର୍ଡ ଯୋଉ ଫାର୍ମର୍ସ କ୍ଲବ ସେ ତାଙ୍କୁ ମଧ୍ୟ ପିଲାମାନଙ୍କୁ ସବୁ ଟ୍ରେନିଂ ଦେଇଛି। ଏବଂ ଅନ୍ୟାନ୍ୟ ସବୁ ସାଇଣ୍ଟିଷ୍ଟ ମାନଙ୍କର ଯୋଉ ସାଇଣ୍ଟିଷ୍ଟ ବା ଫାର୍ମର ଯୋଉ ଇଣ୍ଟରାକ୍ସନ ହୁଏ, ସେଥିରେ ମଧ୍ୟ ମୁଁ ଭାଗ ନେଇଛି। ଏବେ ମଧ୍ୟ ରାଣୀତାଲ ଯୋଉ ଯେ ସାଇଣ୍ଟିଷ୍ଟ ଆଉ ଆମର ବୈଜ୍ଞାନିକ ମାନଙ୍କ ଭିତରେ ବା ନା ଚାଷୀଙ୍କ ଭିତରେ ଇଣ୍ଟରାକ୍ସନ ହଉଥିଲା, ମତେ ମୁଖ୍ୟ ବି ସେଟା ବହୁତ ବହୁତ ସୁଯୋଗ ମିଳିଥିଲା ସେଠି ବି ଇଏ କରିବା ପାଇଁ। ଯାହା ହଉ ଏଇ ଅର୍ଗାନିକ ଫାର୍ମିଂ କରିବା ଦ୍ଵାରା ଯେ ବିଭିନ୍ନ ଜିଲ୍ଲାର, ଯେ ମୁଁ ବି ତା ଭିତରେ ମାଷ୍ଟର ଟ୍ରେନର ପାଇ 50ଟା ସ୍କୁଲ ଭଦ୍ରକ ଜିଲ୍ଲାର ସେଟାର ବି ମଧ୍ୟ ହାଇସ୍କୁଲର ଯାଇକି ପିଲାମାନଙ୍କୁ ବା ତାଙ୍କ ଟିଚର ମାନଙ୍କୁ ତାଙ୍କୁ ବି ମୁଁ ଯାଇ ଗାଇଡ କରିକି ଏବଂ ପ୍ରାକ୍ଟିକାଲ କରିକି ଦେଖେଇଛି, ଭର୍ମି କମ୍ପୋଷ୍ଟ କଲେ କେମିତି କରିବା, କେମିତି ଉପକାରିତାର ମିଳିବ, କେମିତି ସଫଳ ମିଳିବ, ଏସବୁ ଦେଖେଇଛି। ସେଟା ହେଲା ପରେ ତାପରେ ଯୋଉ ଆମର ଓଇଓଟି ଭୁବନେଶ୍ୱର ଯୋଉ ଏଗ୍ରିକଲଚର ୟୁନିଭରସିଟି, ସେଠି ମଧ୍ୟ ଯାହା ପ୍ରଫେସର ପ୍ରାକ୍ଟିସରେ ଏବେ ଗୋଟେ ସରକାରଙ୍କର ଗୋଟେ ଇଏ ଆସିଲା, ସେଥିପାଇଁ ଯେ ମୋ ଠାରୁ ମୁଁ ବି ସେଠି ଯାଇକି ଜଏନ କରିଛି, ଯାଇକି 2 ମାସ ହେଲା। ସେଠି ବି ଫାଷ୍ଟ ଇୟର ସେକେଣ୍ଡ ଇୟର ପିଲାମାନେ ମାନେ ବହୁତ ତାଙ୍କର ଗର୍ବ, ଯାହା ହଉ ସାର୍ ଆମକୁ ପ୍ରାକ୍ଟିକାଲ କରି ଦେଖେଇଲେ ବା ବିଭିନ୍ନ ପ୍ରକାର ଯାଇକି ଆମର ଅର୍ଗାନିକ ଉପରେ ଦେଖେଇଲେ, ସେ ପିଲାମାନେ ବହୁତ ଧନ୍ୟବାଦ ଦେଇଛନ୍ତି। ଏବଂ ସେଥିରେ ମୁଖ୍ୟ ଆମର ଯୋଉ ବିଜୟ ସାର୍ ଅଛନ୍ତି ପ୍ରଫେସର, ଏବଂ ମ୍ୟାଡାମ ଜଣେ ଅଛନ୍ତି ପ୍ରଫେସର, ଆଉ ଅଂଶୁମାନ ସାର୍ ସିଏ ବି ଅଛନ୍ତି, ଆମକୁ ବହୁତ ସହଯୋଗ ସେମାନେ କଲେ। ଆଉ ମଧ୍ୟ ଯେ ଶେଷକୁ ଡିନ୍ ମଧ୍ୟ ଡାକିକି ଧନ୍ୟବାଦ ଦେଲେ ଯେ ଆମର ଏଇଭଳି ପ୍ରୋଗ୍ରାମ ଆପଣ କାର୍ଯ୍ୟ ଚାଲୁ ରଖନ୍ତୁ। ଯାହା ହଉ ଆମର ରାଣୀତାଲ ମଧ୍ୟ ବିଭିନ୍ନ ସାଇଣ୍ଟିଷ୍ଟ ମାନେ ସେଠି ଯାଇକି ଅଛନ୍ତି ଭୁବନେଶ୍ୱରରେ, ସେମାନେ ମଧ୍ୟ ଖୁଣ୍ଟିଆ ସାର୍ ଏବଂ ମହାମା ସାର୍ ସେମାନେ ମଧ୍ୟ ବହୁତ ମାନେ ପ୍ରଶଂସା କଲେ, ଯାହା ହଉ ଆମଠାରୁ ଶିଖିକି ଆମଠାରେ ଆସିକି ଆମ କଲେଜରେ ପାଠ ପଢେଇଲେ। ଏଇଭଳି ବିଭିନ୍ନ କାର୍ଯ୍ୟକ୍ରମ ଆମର ଯୋଉ 42ଟା ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ପିଲାମାନେ ପଢିଲେ, ମାନେ ବହୁତ ବହୁତ ଖୁସି, ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି। ଯେ ଏଇଭଳି ପ୍ରାକ୍ଟିକାଲ କରିବା ଦ୍ୱାରା ଆମେ ଅର୍ଗାନିକ ଫାର୍ମିଂର ଆମେ ତ ବହୁତ ପାଠ ପଢୁଛୁ, କିନ୍ତୁ ଏଇଭଳି ଆମେ ପାଇନଥିଲୁ। ତାପରେ ମଧ୍ୟ ବିଭିନ୍ନ ସଂସ୍ଥାର ଏବେ ମୁଁ ଯାଇଥିଲି 11ଟା ଜିଲ୍ଲାର, କୋରାପୁଟ ଠାରୁ ଆରମ୍ଭ କରିକି ମାନେ କେନ୍ଦୁଝର ପର୍ଯ୍ୟନ୍ତ, ସେଠି ସବୁ ପ୍ରତି ଜିଲ୍ଲା ପରିଷଦ ଜାଗାର ସବୁ ମିଟିଂ ହେଲା, ସେଠି ବି ଡାକିଥିଲେ, ମୁଁ ଯାଇଥିଲି, ଯାଇକି ସେଠି ମଧ୍ୟ ତାଲିମ ଦେଇଛି। ଏବଂ ଜିଆ ଖତର ଲାଭ ଯେ କି ଯଦି ଜଣେ ଚାଷୀ ଠିକ ଭାବରେ ଚାଷ କରେ, ତାହେଲେ ବର୍ଷକୁ ନିହାତି 2 ଲକ୍ଷରୁ 3 ଲକ୍ଷ ଟଙ୍କା ପ୍ରଫିଟ ପାଇବ। ସେଥିପାଇଁ ଚାଷୀ ମାନେ ଆଗ୍ରହ ହେଇ ମଧ୍ୟ କରୁଛନ୍ତି। ଏବଂ 300 କୁଇଣ୍ଟାଲ ମଧ୍ୟ ଆସିଛି, ଗୋଟେ ଗୋଟେ ସଂସ୍ଥା ନବ ହର୍ଟିକଲଚର ନେଇକି ତାଙ୍କୁ ସବୁ ବିଭିନ୍ନ ଚାଷୀଙ୍କୁ ଦବ। ଏଭଳି ବିଭିନ୍ନ ବିକ୍ରି ପାଇଁ କିଛି ସମସ୍ୟା ନାହିଁ,
ଏବଂ ତାର ମାନେ ସଫଳ ମାନେ ଆପଣ କହିଲେ ବି 100% ଜିଆ ଖତର ମାନେ ଅମଳ ଅଧିକ ମିଳୁଛି। ଏବଂ ତାର ଗଛର ମୁଁ ଦେଖିଲି ଯୋଉ ଆମେ ଏ ବର୍ଷ ମୁଁ ବାଇଗଣ ଗଛର ତାକୁ ଟ୍ରାଏଲ କରିଥିଲି। ବାଇଗଣ ଗଛ ଦବା ଦ୍ଵାରା କଣ ହବ ନା ତାର ଯୋଉ ପୋକଟା ଅଧିକା ସଂଖ୍ୟା ଲାଗୁଛି ସାର ପକେଇବା ଦ୍ଵାରା ଯେ ପୋକଟା ଚେକ୍ ହଉଛି, ତା ମଧ୍ୟ ବିଷ ବି ଆମେ ନଦେଲେ ବି ଚଳିବ, କିନ୍ତୁ ଆମେ ବ୍ୟବସାୟ ଭିତ୍ତିକ ଯୋଉ ଔଷଧ ପକଉଛନ୍ତି ଏବେ ଥିମେଟ ବିଷ ସବୁ ସ୍ପ୍ରେ କରିଦଉଛନ୍ତି ବାଇଗଣର, ଯାହାକି ଗଛ ଆଜ୍ଞା ଲଗେଇବା 45 ଦିନ ପୂର୍ବରୁ ଯେ ଆମେ ସେଇଟାକୁ ବିଷଟା ପ୍ରୟୋଗ କରିବା କଥା। କିନ୍ତୁ ଫଳ ଫଳ ଫଳିଲା ବେଳେ ବି ତାକୁ ସ୍ପ୍ରେ କରିକି ଆମେ ଦଉଛୁ ନା, ତାହେଲେ ଆମର ଅବସ୍ଥା କଣ ହବ? ସେଥିପାଇଁ ମୁଁ ଆଜ୍ଞା ସରକାରଙ୍କୁ ମଧ୍ୟ ନିବେଦନ କରିଥିଲି ଏବଂ ମୁଁ ଯାଇଥିଲି ଆମର ମୁଖ୍ୟମନ୍ତ୍ରୀ ସାରଙ୍କୁ ଦେଖା କରି ମୁଁ ତାଙ୍କ ସହିତ ମଧ୍ୟ କଥା ହେଇଛି ଯେ କି ସାର୍ ଆମେ ଯଦି ହଜାର ହଜାର ମେଡିକାଲ କରିବା, ଡକ୍ଟର ନାହିଁ, କିନ୍ତୁ ସିଏ ଏତେ ସୁଫଳ ମିଳିବ ମେଡିକାଲ ନ କଲେ କଣ ଆମେ ବଞ୍ଚିପାରିବା? ବଞ୍ଚିବାନି। ଆପଣ ଯେତେ ସବୁ ତିଆରି କରୁଛନ୍ତି ଆପଣ ଟିକେ ଧ୍ୟାନ ଦିଅନ୍ତୁ ଖାଦ୍ୟ ପ୍ରତି। ଖାଦ୍ୟ ପ୍ରକ୍ରିୟା ଯଦି ଠିକ ଭାବରେ ହେଲା, ମାନେ ଅର୍ଗାନିକ ଜୈବିକ ଉପାୟରେ ଯେ ତିଆରି କଲେ ଖାଦ୍ୟ, ତାହେଲେ ନିଶ୍ଚିତ ଭାବରେ ମାନେ 100% ଆମର ରୋଗ ଯେକି କମିବ ଏବଂ ଆମେ ଟିକେ ଆରୋଗ୍ୟ ରହିବା। ଦେଖନ୍ତୁ ମୁନି ଋଷି ମାନେ ଯୋଉମାନେ ବାହାରେ ଜଙ୍ଗଲର ତପସ୍ୟା କରୁଛନ୍ତି ବା ବାହାରେ ରହୁଛନ୍ତି ସେମାନଙ୍କ ରୋଗ କେତେ? ମୁଁ ବିଭିନ୍ନ ମେଡିକାଲ ବୁଲିକି ଦେଖେ ମାନେ କୋଉ ଭଳି ଷ୍ଟେଜର ଆମ ଯେ ପେସେଣ୍ଟ ମାନେ ସବୁ କୋଉ ଭଳି ଷ୍ଟେଜରେ ଅଛନ୍ତି, ମୁଁ ତାଙ୍କ ସହିତ ଆଲୋଚନା କରେ ବା ବିଭିନ୍ନ କ୍ଷେତ୍ରରେ ଯାଇକି ମୁଁ ସେଟା ସବୁ ରିସର୍ଚ୍ଚ କରେ, ଯାଇକି କୌଣସି ଗଛର ଯାଇକି ସାର ବିଷ ନ ଦେଇକି ହେଇପାରୁଛି କି? ଚାଷୀ ଭାଇଙ୍କୁ ଲଗେଇ ଭାଇ ଗୋରୁମୂତ ଟିକେ ଦିଅ ବା ଲିମ୍ବ ପିଡିଆ ଗୋରୁମୂତ ବିଭିନ୍ନ ପ୍ରକାର ପତ୍ରର ଔଷଧୀୟ ଗୁଣ ଅଛି, ତାକୁ ମଧ୍ୟ ଆଜ୍ଞା ପଚେଇକି ଆମେ ଯଦି କାମ କରିବା ନିଶ୍ଚିତ ଭାବରେ ବାଇଗଣ ଗଛରେ ସେ ଯେତେ ବିଷ ଦେଲେ ସେ କାମ କରିବନି, କିନ୍ତୁ ଏଇଟା ବଢିଆ କାମ ଆଜ୍ଞା କରୁଛି ସାର୍। କାମ। ଆଉ ଗୋଟେ ଆମର ଲାଭ କଣ ମିଳୁଛି, ଧରନ୍ତୁ ଆମେ ଯଦି 4 ମାସ ବାଇଗଣ ଖାଇଲେ ସାର ଦେଇକି, ଯଦି ଅର୍ଗାନିକ ଉପରେ ଯଦି ଜିଆ ଖତ ଦେଇକି ଆମେ ସେ ବାଇଗଣ ଗଛ ଲଗେଇଲେ, ତାହେଲେ ଗୋଟେ ମାସ କି 45 ଦିନ ଅଧିକା ଫଳ ଆମ ଆସୁଛି। ଧରନ୍ତୁ ବୋଇତାଳୁ ଗଛ ଗୋଟେ ତାର 3 ମାସ ତାର ସମୟ, 3 ମାସରୁ 4 ମାସ ଆହୁରି ମାସେ ଅଧିକ ଗଛ ବଞ୍ଚି ରହୁଛି। ଏଇ ଯୋଉ ଆଜ୍ଞା ମାସେ ସାର୍। ଗଛ ବଞ୍ଚି ରହିଲା ତାର ଫଳ ତ ନିଶ୍ଚିତ ଭାବରେ ମୋର OUT ର ପିଲାମାନେ ଯିଏକି ସେ ପଚାରିଥିଲେ ସାର୍ ଆମେ ଯଦି ଅର୍ଗାନିକ ଉପରେ କରିବା ଆମ ତା ଲାଭ କଣ ହବ? ଲାଭ ଯଦି ଅର୍ଗାନିକ ଉପରେ କରିବା ତାହେଲେ ତ ଆମର ବଜାର ଯୋଉ ରେଟ୍ ଏଟା ବି ସେଇ ରେଟ୍, ତାହେଲେ ଲାଭ ନାହିଁ। ଆମେ କାହିଁ ଏତେ କଷ୍ଟ କରି ସେ ପଚ ତିଆରି କରିବା, ଗାଈ ମୁତ ଧରିବା? ବଢିଆ ପ୍ରଶ୍ନ କଲେ ସେମାନେ, ଯେ ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯଦି ଅଧିକ ମାତ୍ରାର ଅମଳ ବି ନ ହୁଏ, ଗୋଟେ ଗଛର ଯଦି ବାଇଗଣ ବା ବିଲାତି ବାଇଗଣ ଟମାଟୋରୁ ଯଦି ସାର ଦେଇକି ଯଦି 5 କିଲୋ ଫଳିଲା, ତାହେଲେ ଆମର ଏଟାର ବୟସ ଅନୁଯାୟୀ ଆମର ଆହୁରି ମାସେ ଯଦି ଅଧିକା ବଢିଗଲା ଟିକେ କମ ଫଳିଲେ ମଧ୍ୟ ସେଇ 5 କିଲୋ ଧରିବ। ଆମେ ଧୈର୍ଯ୍ୟ ଧରିବାକୁ ପଡିବ ଯେ ଆମେ ବିଭିନ୍ନ ଅର୍ଗାନିକ ଉପରେ ନ ଫେରିଲେ ଯେ ଜଳବାୟୁ ଯୋଉ ଭଳିଆ ହେଲାଣି ମାନେ କେତେବେଳେ କଣ ହବ ତାର ଠିକର ନାହିଁ। ବର୍ତ୍ତମାନ ଆମେ ନିଶ୍ଚିତ ଭାବରେ ବଞ୍ଚିବାକୁ ପଡିଲେ ଆମେ ଅର୍ଗାନିକ ଉପରେ ଆମେ ପରୀକ୍ଷା କରିକି ଚାଷ କରିବା ଦରକାର। ଏବଂ ଆଜ୍ଞା ବିଲର ଯୋଉ ବର୍ତ୍ତମାନ କରଞ୍ଜ ପିଡିଆ, ବର୍ତ୍ତମାନ ଲିମ୍ବ ଗଛର ବହୁତ ଫଳ ଏଥର ହେଇଛି। ଲିମ୍ବ ମଞ୍ଜି ଯଦି ଆମେ ସଂଗ୍ରହ କରିବା, କରଞ୍ଜ ମଞ୍ଜି ଯଦି ସଂଗ୍ରହ କରିବା, ବେଗୁନିଆ ପତ୍ର ସଂଗ୍ରହ କରିବା ବା ଭୁଇଁନିମା ପତ୍ର ସଂଗ୍ରହ କରିବା, ଏଟା ତ ବହୁତ ରହିଛି ଆମ ଗାଁର ପ୍ରତ୍ୟେକ ଗାଁରେ ମିଳିବ। ତାକୁ ଯଦି ଆମେ ଯାଇକି ତିଆରି କରି ଆମେ କରିପାରିବା, ତାହେଲେ ଆମେ ନିଶ୍ଚିତ ଭାବରେ ଆମେ ସଫଳ ପାଇବା। ଅର୍ଗାନିକ ଫାର୍ମିଂ ର ସରକାର ଏବେ ଯୋଉ କଲେ ନିଶ୍ଚିତ ଭାବରେ କରିପାରିବା। ଆଜ୍ଞା ସାର୍, ପ୍ରଥମ ତ ଆପଣ OUAT ପ୍ରଫେସରରେ ନିଯୁକ୍ତି ପାଇଥିବାରୁ ଆମ ତରଫରୁ, ମୋ ତରଫରୁ, ଆମ କୃଷି ଜାଗରଣ ଓଡିଆ ପେଜ ତରଫରୁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ସାର୍ ମତେ ଟିକେ କହିବେ ଆପଣ ସଫଳ ଚାଷୀରୁ ଯୋଉ ଆଜ୍ଞା। OUAT ପ୍ରଫେସର ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରାଟା କେମିତି, ଖୁବ ସରଳ ଭାଷାରେ ଟିକେ ଆମକୁ ଜଣେଇଦେବେ, ଆମ ଚାଷୀ ମାନେ ଟିକେ ଉତ୍ସାହିତ ଅଛନ୍ତି ସାର୍ ଜାଣିବା ପାଇଁ। ଯେତେବେଳେ ମୁଁ ଚାଷ ଆରମ୍ଭ କଲି, ଆଉ ସେତେବେଳେ କଣ କଲି ଯେ କି ପ୍ରଥମର ମୁଁ କହିଲି ବାପାଙ୍କର ନିର୍ଦ୍ଦେଶ ମାନି ଚାଲିଲି ଯେ ସାର ପକେଇବାନି, ବାପା ସବୁବେଳେ ପାଟି କରନ୍ତି ସାର ପକେଇବାନି, ଗୋବର ଖତ ଦବା, ଏ ଦବା ସେ ଦବା ବିଭିନ୍ନ ପ୍ରକାର ପତ୍ର ସବୁ ପଚେଇ କରନ୍ତି, ଯେ ତାଙ୍କ କଥା ମାନି ଯେ କି ପ୍ରଥମେ ଯେତେବେଳେ ପରୀକ୍ଷା କଲି ଗୋଟେ ମାନେ ତୁଳସୀ ଗଛ ତାର ପତ୍ର ଝଡି ପଡିଥାଏ, ଗଛଟି କଞ୍ଚା ଥାଏ, ଯେ ସେଇ ଖତ ଯେତେବେଳେ ଜିଆ ଖତ ଟିକେ ଦେଲି 22ଟି ଜିଆ ପ୍ରଥମେ ଆଣିଥିଲି। 22ଟି ଜିଆର ଯେତେବେଳେ ମୁଁ ତାକୁ ଆରମ୍ଭ କଲି, ରାଣୀତାଲା ଯୋଉ ଆମ ରିସର୍ଚ୍ଚ ସେଣ୍ଟର ଅଛି ସେଠି ସାର୍ ମାନଙ୍କ ପରାମର୍ଶ ନେଲି, ସାର୍ କେମିତି କଣ କରିବା ନା ଏଭଳିଆ ଏଭଳିଆ କର। ଯେତେବେଳେ ମୁଠାଟେ ଦେଇଛି ମାତ୍ର ଜିଆ ଖତ, ସେ ତୁଳସୀ ଗଛ ପୁଣି ପତ୍ର କଞ୍ଚିଆ ଆରମ୍ଭ ହେଲା। ସେଇଠୁ ବାପା କହିଲେ ଦେଖ ମୁଁ କହୁଛି ନା ଏଟା ପକା ବାବୁଲି, ଏଟା କର, ମତେ ବାବୁଲି ବୋଲି ଡାକନ୍ତି ଶ୍ରଦ୍ଧାର। ଯାହା ହଉ ଯେ ସେଇଠି ଆରମ୍ଭ କଲି ମୋର ଯାତ୍ରା। ତାପରେ ଯେତେବେଳେ ଜାଣିଲି ଯେ ପୁରା ପ୍ରାକ୍ଟିକାଲ କଲି ସବୁ ଠିକ ଅଛି, ତାପରେ 19ଟି ଟାଙ୍କି କଲି। ଟାଙ୍କି କଲା ପରେ ଦେଖିଲି ଯେ ଏଟା ହଉଛି ଆମର ଅଧିକ ପଇସା ଖର୍ଚ୍ଚ ହଉଛି। ମାଟି ତଳେ ସୁଧୁ ଫୁଲା ଅଗଣାର ବି ଚାଷ କରି ହଉଛି, ସେଥିରେ କିଛି ଇଏ ନାହିଁ। ଆମେ ବିଲକୁଲ ପଇସା ଖର୍ଚ୍ଚ କରିବାନି, ଆମେ ଖାଲି ଗୋବର ଖତ ବା ତାର ହଉଛି ମୁଖ୍ୟ ଖାଦ୍ୟ ହେଲା ବିଲାତି ଦଳ ବା ପୋଖରୀର ଅନ୍ୟ ସବୁ ବୁଡଝାଞ୍ଜି ଫୁଡଝାଞ୍ଜି ଯାହା ଅଛି
ଛତୁ ଚାଷ ଯୋଉମାନେ କରୁଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଖତ ସବୁ ପୋଖରରେ ଭେଜି ଦଉଛନ୍ତି। ପୋଖର ତାକୁ ନଷ୍ଟ ନ କରି ସେଟା ବି ଖତର ପରିଣତ ହବ। ଏବଂ ଗୋଶାଳାରେ ଯୋଉ ଗୁରୁ ମାନେ ଯୋଉ ଗୋବର ସବୁ ନଷ୍ଟ ହଉଛି, ଆମର ଏଇଠି ବି ଗୋଶାଳା ଅଛି, ମାନେ 100 ଟ୍ରକ୍ 500 ଟ୍ରକ୍ ବି ନଷ୍ଟ ହେଇଯାଏ ନଉଜୋଟ ତାକୁ ସବୁ କେନାଲ ପେଲି ଦିଅନ୍ତି, କିନ୍ତୁ ସିଏ ମଧ୍ୟ ଗୋବରଟା ଆମର ତାକୁ ଆଣିକି କାମ ଲାଗୁଛି। ଏବଂ ଆଉ ସବୁ ବିଭିନ୍ନ ପ୍ରକାର କଦଳୀ ଗଛ ଗୋଟେ କାଟିଲେ, କଦଳୀ ଗଛ ହାଇ କାଲସିୟମ ଅଛି, ଆପଣ ଜାଣନ୍ତି, ସମସ୍ତେ ମୋ ଚାଷୀ ଭାଇ ଜାଣନ୍ତି। କଦଳୀ ଗଛ ଗଡ କରି ତା ଦେହରେ ପକା ହଉଛି, ଅମୃତଭଣ୍ଡା ଗଛ ବି ତା ଦେହରେ ଗଡ କରି ପକା ହଉଛି। ଆଉ ସବୁ ବିଭିନ୍ନ ଆମର ଆହୁରି ମଧ୍ୟ ଯଦି କିଛି ଜୈବିକ ପଦାର୍ଥ ନ ମିଳିଲା, ଆମେ ଆଜୁଲା ଚାଷ ଯଦି କରିବା, ଆଜୁଲା ଚାଷ କରିକି ତା ଦେହରେ ବି ଆମେ ଆଜୁଲା ଚାଷର ଯେ କି ଆଜୁଲା ବି ଯଦି ଆମେ ଗୋଟେ କୁଇଣ୍ଟାଲ ଯଦି କିଲେ ଆଜୁଲା ଦେଲେ, ତାହେଲେ ତାର ହାଇ ମାନେ ଯୋଉ ମ୍ୟାଗ୍ନେସିୟମ ଜିଙ୍କ ବା କପର ବା ବିଭିନ୍ନ ପ୍ରକାର ଜିନିଷ ସବୁ ତା ଦେହରୁ ବାହାରୁଛି। ମୁଁ ସବୁବେଳେ ଚେଷ୍ଟା କରେ ଯେ କି ଯେତେ ପ୍ରକାର ଖତ ବର୍ତ୍ତମାନ ମୁଁ ତାକୁ ରିସର୍ଚ୍ଚ କରୁଛି, ମାଟି ହାଣ୍ଡିର ଆଜି ପର୍ଯ୍ୟନ୍ତ ମଧ୍ୟ ଚଲେଇଛି, 15ଟା 20ଟା ଜାଗାରେ ତାକୁ ସବୁ ରିସର୍ଚ୍ଚ କରୁଛି। ଗୋଟେ ବିଲାତି ଜଳର କରୁଛି, ଗୋଟେ ଖାଲି ଖତର କରୁଛି, ଗୋଟେ ଗୋବର କରୁଛି। କିନ୍ତୁ ଆମେ ଯଦି ଭାବିବା ଖାଲି ଗୋବର ପୁର ଦେଇ ଜିଆ ଛାଡି ଦେଇକି ଆମେ ତାକୁ କରିବା, ସେଟା କେବେ ହେଇପାରିବ ଅର୍ଗାନିକ ଫାର୍ମିଂ। କାରଣ ଯେ କି ଗାଈକି ଆମେ କଣ ଦଉଛନ୍ତି, ଗାଈକି ନଡା ଦଉଛନ୍ତି, ସେଇ ବିଷ ପକଉଛନ୍ତି ରାତିର, ତାପର ଦିନ ଧାନ କାଟୁଛନ୍ତି, ତାପର ଦିନ ଆଣିକି ଆମେ ଗାଈକି ଦଉଛନ୍ତି। ଯୋଉ କୁଣ୍ଡା ଦଉଛନ୍ତି, କୁଣ୍ଡା କେତେ ଧାନର ଏଇ ଯୋଉ ଆମର ଚକଡା ପୋକ ଲାଗୁଛନ୍ତି, ମାନେ ଧାନ ପାଚିଲା ପରେ ମଧ୍ୟ ତାକୁ ମଧ୍ୟ ଆମେ ବିଷ ସ୍ପ୍ରେ କରୁଛନ୍ତି। ଯେ ଏଇଭଳି ସବୁ ଚିନ୍ତା କରିକି ଯେ ବିଭିନ୍ନ ପ୍ରକାର ଦଉଛି। ତାପରେ ମାଷ୍ଟର ଟ୍ରେନର ହିସାବରେ ଗୋଟେ ସାର୍ଟିଫିକେଟ ପାଇଲି, ସେଟା ପାଇଲି ଇମେଜ ରୁ ପାଇଲି, ଭୁବନେଶ୍ୱର ସେଇ ଇମେଜ ରୁ ପାଇଲି ଆମ ଏଗ୍ରିକଲଚର ଅଫିସ ରୁ। ତାପରେ ଆତ୍ମା ତରଫରୁ ମଧ୍ୟ ସେଥିରେ ମଧ୍ୟ ମୁଁ ଗୋଟେ ସାର୍ଟିଫିକେଟ ପାଇଲି। ତାପରେ ରାଣୀତାଲ କୃଷି ଗବେଷଣା କେନ୍ଦ୍ର ଯୋଉ ଅଛି, ସେଠୁ ମଧ୍ୟ ଗୋଟେ ସାର୍ଟିଫିକେଟ ପାଇଲି। ଯେ ଏଇଭଳିଆ ବିଭିନ୍ନ ସାର୍ଟିଫିକେଟ ହାସଲ କଲି। ତାପରେ ମୋର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଠାରୁ ଢେଙ୍କାନାଳର ଗୋଟେ ମାନପତ୍ର ପାଇଲି, ବା ବିଭିନ୍ନ ଜାଗାରୁ ସବୁଠି ମାନପତ୍ର ପାଇଲି। ମୋର ସେଠୁ ଉତ୍ସାହିତ ମନରେ ହେଲା, ଯାହା ହଉ ଏଟା ଗୋଟେ ମୁଁ କରିଥିଲି, ମୋର ଆଜି ନିଶ୍ଚିତ ହବାର। ଆଉ ବର୍ତ୍ତମାନ ସୁଦ୍ଧା ଯିଏ ଅଛନ୍ତି ଆମର କମିଶନର ଶ୍ରୀଯୁକ୍ତ ଅରବିନ୍ଦ ପାଢୀ ସାର୍, ସିଏ ମଧ୍ୟ ମାନେ ମତେ ବହୁତ ପ୍ରେରଣା ଦେଇଛନ୍ତି। ଯାଜପୁର ଯେତେବେଳେ କଲେକ୍ଟର ଥିଲେ, ସେତେବେଳେ ମଧ୍ୟ କହିଛନ୍ତି, ଗଜେନ୍ଦ୍ର ବାବୁ ଆପଣ ଯୋଉ ଅର୍ଗାନିକ ଉପରେ ଫେରନ୍ତୁ ନାହିଁ, ବଞ୍ଚିବା କେମିତି, ଆମେ ଟିକେ ଭଲ ଖାଦ୍ୟ ଖାଇବା। ତାଙ୍କ କଥା ମାନିଥିଲି, ଆଜି ମଧ୍ୟ ସେଥିରେ ସଫଳ ପାଇଛି। ଆଉ ବିଭିନ୍ନ ଆମର ଯେତେ ଆସିଛନ୍ତି କମିଶନର ମାନେ, ୟୁପି ସିଂ ଠାରୁ ଆରମ୍ଭ କରିକି ବର୍ତ୍ତମାନ ସୁଦ୍ଧା ଯୋଉ ଅଛନ୍ତି, ବର୍ତ୍ତମାନ କମିଶନର ମାନେ ଯେତେବେଳେ ଆସି ଭିଜିଟ କରନ୍ତି, ଯେଟା ସତ କି ମିଛ। ମୋ ଗାଁକୁ ଗୋଟେ ରାସ୍ତା ନଥିଲା, ଗୋଟେ ମାନେ ବାଉଁଶ ତାଳ ଗଡ ପକେଇକି ଯାଇକି ଅରବିନ୍ଦ ପାଢୀ ସାର୍ ଆସିଥିଲେ ମୋ ଘରକୁ ଭିଜିଟ କରିବା ପାଇଁ, ଯେଟା ସତ କି ମିଛ। ଏସବୁ ଚାଷୀ ମାନେ ଭୂତଉଛନ୍ତି, ଜିଆ ଖତ ନାହିଁ, ସେ ସବୁ କଣ ଖତ ପୁରେଇ ଦଉଛନ୍ତି। ଯାହା ହଉ ତାଙ୍କୁ ଧନ୍ୟବାଦ ଦେମି। ଆମର ଏଗ୍ରିକଲଚର ବା ଓୟୁଏଟି ମାଧ୍ୟମରେ ଯୋଉ ପ୍ରଫେସର ମାନେ ସବୁ ଅଛନ୍ତି, ବା ଆମର ଯୋଉ ସାଇଣ୍ଟିଷ୍ଟ ମାନେ ଅଛନ୍ତି, ସେମାନଙ୍କ ଠାରୁ ମଧ୍ୟ ପ୍ରେରଣା ପାଇଛି। ଯାହାକି ମୁଁ ନିଜ ଅନୁଭୂତିର ଯୋଉଟା ମୁଁ କଲି, ସେଟା ମତେ ସାର୍ଟିଫାଇ କରିଛନ୍ତି। ଯାହା ହଉ ତାଙ୍କୁ ମଧ୍ୟ ଧନ୍ୟବାଦ ଦେମି। ଯେ ଏଇଭଳି କେତେଟା ଜିନିଷ ପାଇଲା ପରେ ମୁଁ ଆସ୍ତେ ଆସ୍ତେ ବଢି ଚାଲିଲି। ବର୍ତ୍ତମାନ ଯାଇକି 2 ମାସ ତଳେ ଯାଉ ହଠାତ୍ ଗୋଟେ ଚିଠି ପାଇଲି, ଆଉ ବିଜୟ ସାର୍ ମଧ୍ୟ ଫୋନ କଲେ ଓୟୁଏଟି ରୁ, ଯେ ଆପଣଙ୍କର ଗୋଟେ ପ୍ରଫେସର ପ୍ରାକ୍ଟିସରେ ଗୋଟେ ମିଳିଛି, ଆପଣ ଯେତେବେଳେ ଆମର ସବୁ ପ୍ରୋଗ୍ରାମ ହବ ଆପଣ ଟ୍ରେନିଂ ଦେବା ପାଇଁ ଆସିବେ। ଯାହା ଭଲ କଥା। ଆଉ ମୋର ବି ଇଚ୍ଛା ଥିଲା ସବୁଠି, ମାନେ ଭଦ୍ରକ ଜିଲ୍ଲାରେ ଯେତେବେଳେ 50ଟା ସ୍କୁଲର ମୁଁ ଯାଇକି ପଢେଇଲି, ମାନେ ବହୁତ ଖୁସି ଲାଗିଲା। ଛୋଟ ଛୋଟ ପିଲାମାନେ କେତେ ସେମାନେ ପ୍ରଶ୍ନ କଲେ, ବା ତାଙ୍କର ଟିଚର ମାନେ ପ୍ରଶ୍ନ କଲେ। ଭଲ ହେଇଛି ଯେ ଭଦ୍ରକରେ ପ୍ରୋଗ୍ରାମ ସବୁ କଲି, ବା ପ୍ରାଇଭେଟ କଲେଜ ମାନଙ୍କର ଯାଇକି ଯେତେବେଳେ ଟ୍ରେନିଂ ଦେଲି, ବହୁତ ଖୁସି ଲାଗିଲା। ଏବେ ମଧ୍ୟ ଯେତେବେଳେ ଆମର ଓୟୁଏଟିର ଯୋଉଠି ଶିକ୍ଷା ଅର୍ଜନ କରିଥିଲି, ସେଇ ଜାଗାରେ ଯେତେବେଳେ ଯାଇକି ମୁଁ ଶିକ୍ଷା ପିଲାମାନଙ୍କୁ ଦେଲି, ବହୁତ ଖୁସି ଲାଗିଲା। ଆଉ ଏବେ ମଧ୍ୟ ସେଇ କାର୍ଯ୍ୟରତ ଅଛି ଓୟୁଏଟି ଭୁବନେଶ୍ୱର ୟୁନିଭରସିଟିରେ। ଆଜ୍ଞା। ସାର୍, ଏବେ ଆଗକୁ କୃଷିରେ ଆଉ କଣ ସେମିତି ପରିବର୍ତ୍ତନ ହବା ଦରକାର, ଯାହା ଦ୍ୱାରା କୃଷି ଆହୁରି ଉନ୍ନତ ହେଇପାରିବ? ଆଉ ଆମ ଓଡିଆ ପେଜ ତରଫରୁ ଚାଷୀଙ୍କୁ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ ସାର୍? ନିଶ୍ଚିତ, ମାନେ ଆମେ ବର୍ତ୍ତମାନ ଆମ ପାଖରେ ସବୁ କିଛି ଭରପୁର ଅଛି। ଯାଇକି ଆମେ ଯଦି ଜୈବିକ ଉପରେ ନ କରିବା, ଯୋଉ ବାହାର ଯୋଉ ସାର ଆମେ କିଣୁଛନ୍ତି, ବାହାର କମ୍ପାନୀ ମାନେ ଯୋଉ ଆମ ଭାରତ ସରକାରଙ୍କ ଠାରୁ ଯୋଉ ସବସିଡି ନଉଛନ୍ତି, ସେଇ ସବସିଡିରେ ଯଦି ଆମେ ଯଦି ବଞ୍ଚେଇବାକୁ ଚାହିଁବା, ବା ମାଟି ମାର ସୁରକ୍ଷା ରଖିବା ପାଇଁ ଚାହିଁବା, ମୁଁ ଏବେ ମଧ୍ୟ ଗୋଟେ ପଥପ୍ରାନ୍ତ ନାଟକ କରିକି ଭୁବନେଶ୍ୱର ମଧ୍ୟ ମୁଁ 20,000 ଟଙ୍କା ପ୍ରାଇଜ ପାଇଥିଲି ଆମର କୃଷି ମେଳାର। ଯାଇକି ଚାଷୀ ହସିଲେ ଦେଶ ହସିବ। ଆଉ ଗୋଟେ କରିଥିଲି ମାଟି ମା କାନ୍ଦୁଛି। ବର୍ତ୍ତମାନ ମାଟିର ଅବସ୍ଥା ଯାହା ହେଲାଣି, ମା ଯଦି କାନ୍ଦେ ପିଲା ଗୋଟେ କଣ ଭଲ ରହିବ? ବର୍ତ୍ତମାନ ମାଟିର ଅବସ୍ଥା ଯାହା ହେଲାଣି, ପଥର ହେଇଗଲାଣି ମାଟି। ବା ଆଉ କିଛି ବର୍ଷ ପରେ ଏଇଭଳି ପରିମାଣରେ ଯଦି ଆମେ ରାସାୟନିକ ସାର ବା କୀଟନାଶକ ଔଷଧ ବଢେଇ ଚାଲିବା, ଆମେ ନିଶ୍ଚିତ ଭାବର ଇଏ ପୃଥିବୀ ଧ୍ୱଂସ ହବାର ମାନେ କିଛି ତାର ଅସ୍ତିତ୍ୱ ନୁହେଁ। ସେଥିପାଇଁ ଆମେ ଯେ ଜୈବିକ ଉପାୟରେ ବଞ୍ଚିବା, ତା ବୋଲି ମୁଁ ଏକଲା ଜୈବିକ ଚାଷ କରିଦେଲେ ହବନି, ସେଟା ଗୋଟେ ମିଛ। ଯୋଉ ଆମେ ଭେଜିଟେବୁଲ ବା ସେଉଟେ ଖାଉଛନ୍ତି, ଅଙ୍ଗୁରଟେ ଖାଉଛନ୍ତି, କର୍ଣ୍ଣାଟକ ଲେଖା ହଉଛି
अर्गानिक फार्मिंग 3 वर्ष 4 वर्ष 5 वर्ष पर जाई माटीर तार अर्गानिक जोड़ा कंटेंट जोड़ा आमर जो गछ गोटे 16-17 प्रकार खाद्य दरकार आम सर मेंटेन करा होची किंतु आमे यदि गुटे थर से खाली जिया खत दे देकी आमे तादर स्टिकर मार दे छाड़ दवा अर्गानिक फार्मिंग सेटा माने सफल नुहे एतु मो चाषी भाई मान सब अनुरोध करे जे आमे स्टिकर जिनस खाया अपेक्षा आमे जदि निजे आमे से गछर करि परिवा सब किछ हेई परिवा हमर एटो भगिया फार्म अछि जे सेठी सब प्रकार फल हेई परछ हमर रानीताल जो केबिकर मध्य देखिबे बा आरआरटीसी देखिबे सेठी सब प्रकार फल हेई परछि अर्गानिक गेर ताने आमे काहे कि सेठी काहे कि विष सार पकेबा बा अधिक लाभ पाए पई चाहबा आमे जो गोटे धरंतु गोटे गछर आंब गछर तार होची सार विष ए सब प्रयोग करिक एबे ड्रोन माध्यम मध्य विष प्रयोग करा जाउची किंतु मु सेटा को विरोध करछि एबे मध्य हमर भुवनेश्वर ड्रोन आनिक हमर ऑर्गेनिक रो सब गछर हमर जो एठी अछि जो रॉयल पब्लिक स्कूल मोहितापुर रे सेठी प्राय 1500 रु 1600 पिला पाठ पढुचंती से देखिया पई जे मु बहुत खुशी लागला ड्रोन माध्यम रो जे आंब गछ 160-170 आंब गछ पछपटे लागे सेटार चेयरमैन अच्छा श्रीजुक्त विष्णुमान महांती तांकर इच्छा सबले जे सबू जेतेले से भुवनेश्वर रहती भुवनेश्वर कॉलेज अच्छी सेठू जो गाँव को आसती इच्छा सब गजेंद्र आस देखियो हम बाडर कौन करिया कौन नाई जहा हो तांकर जो सार माने अच्छी से परामर्श नियंती से आंब गछरे एथर ड्रोन माध्यम आम जैविक माने शुद्ध लिंब तेल आउ गोटे आमर धरित्री सीड रो गोटे माने ऑर्गेनिक रो गोटे तयारी होची पेस्टिसाइड जे सेटा को आनिक स्प्रे करथिले केते सुंदर भाव आंब होईची मु भी 4 दिन तले जाइथिल देखि आसली जे भले जिनिस मु आपन फोटो भी पठेइमे देखिबे से आंब गछर आंब ताले आमे जदि जैविक सब हेई पारुची मो चाषी भाई मानकू माने मो सब बेले अनुरोध करे प्रत्येक टेनिक जे मो भाई मानकू अनुरोध आमे बंचिबा पई आमे सिना बंचा शेष हेलानी आम पिला माने आमर पूर्व पीढ़ी केमिति से माटीर सुरक्षा देबे माटी मा जेमिति न कांदिबो ताने आमे सेही भली कार्य करिया दरकार आज्ञा सर बहुत बहुत धन्यवाद सर आशा करी आम सहित उपस्थित थिबा समस्त चाषी सर आपण देइथिबा जैविक चाष उपरे बहुत छोट छोट टिप्स उपरे से माने ध्यान देबे और अनेक किछि जानिया को मध्य पाइथिबे आ व्यस्त थिबा सत्वे भी हमर उड़िया पेज लाइव सेशन रे आज शामिल हेले सर सेते बहुत बहुत धन्यवाद नमस्कार सर्वशेष मोर भाई मानकू चाषी मानकू मोर भाई मानकू बा जे आपणक तरफ जते सेठी स्टाफ माने अच्छा समस्त धन्यवाद दौचे एभली चाषी देखु देखले निश्चित भाव आमर 1000 चाषी देखिले 1000 चाषी जड़े चाषी यदि जे आम आडप्ट कले निश्चित भाव में जैविक चाष करवा ताले आम निश्चित आमर ओडिशा कौन भारत मध्य यार गर्भर सहकार समस्त चाषी माने ऑर्गेनिक पे आसंतु समस्त नमस्कार।